ପିଲାମାନେ ତୁମ ମାନଙ୍କୁ ସଂସ୍କୃତ ଶିକ୍ଷାୟତନର ପ୍ରକୋଷ୍ଠ ମଧ୍ୟକୁ ସ୍ୱାଗତ। ପିଲାମାନେ ଆଜି ଆମେ ଆମର ଏଇ ପ୍ରକୋଷ୍ଠ ମଧ୍ୟରେ ଦଶମ ଶ୍ରେଣୀର ବ୍ୟାକରଣ ପ୍ରଥମ ଅଧ୍ୟାୟ ବାକ୍ୟ ବିଚାରକୁ ଆଲୋଚନା କରିବା। ତୁମମାନଙ୍କୁ ମୁଁ ବହୁତ ଥର କହିଛି ଶୁଦ୍ଧ ଓଡ଼ିଆଟି ହେଉଛି ସଂସ୍କୃତ। ତାହେଲେ ସଂସ୍କୃତ ତତ୍ସମ ଶବ୍ଦ, ସେଥିରୁ ଉଦ୍ଭବ ହୋଇଥିବା ଶବ୍ଦ ଓଡ଼ିଆ। ଯେମିତି ଗୋଟେ ଉଦାହରଣ ତୁମକୁ ଦଉଛି ଯେ ଓଡ଼ିଆରେ ଆମେ ନିଆଁ କହୁ, କିନ୍ତୁ ତାକୁ ସଂସ୍କୃତରେ ତାର ଶୁଦ୍ଧ ରୂପଟି କଣ? ଅଗ୍ନି। ତାହେଲେ ଅଗ୍ନିଟି ହେଉଛି ତତ୍ସମ ଶବ୍ଦ, ନିଆଁ ହେଉଛି କଣ? ତଦ୍ଭବ ଶବ୍ଦ। ତାହେଲେ ଆମେ ମନେକର ଆମେ ଓଡ଼ିଆରେ କହୁଛେ ଘିଅ, ତାକୁ ସଂସ୍କୃତରେ କଣ କହୁଛେ? ଘୃତ। ତାହେଲେ ଘୃତଟି ହେଲା ତତ୍ସମ ଶବ୍ଦ, ତା ଦେହରୁ ବାହାରିଥିବା ଶବ୍ଦଟି ଘିଅ ହେଉଛି ଓଡ଼ିଆ ତଦ୍ଭବ ଶବ୍ଦ। ତେଣୁ ଆମେ ଓଡ଼ିଆ ଜାଣିଲେ ମଧ୍ୟ ଆମର ସଂସ୍କୃତଟି ମଧ୍ୟ ଭଲ ହବ, କାରଣ ସଂସ୍କୃତ ଆଉ ଓଡ଼ିଆ ଓତପ୍ରୋତ ଭାବରେ ଜଡ଼ିତ। ତାହେଲେ ଚାଲ ଆଜି ଆମେ ବାକ୍ୟ ବିଚାର ବିଷୟରେ କିଛି ଆଲୋଚନା କରିନେବା। ଦେଖ, ବଢିଆ ଲୋକବାଣୀଟିଏ ଦେଇଛି। ପ୍ରଥମେ, କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର। ପିଲାମାନେ, ଯଦି ଆମକୁ ଆମର ମଥା ବାନ୍ଧିବା ଜଣାଅଛି ତ ତାହେଲେ ମୁହଁଟି ଆମର ସୁନ୍ଦର ଦିଶେ, ମଥାଟି ସୁନ୍ଦର ଦିଶେ। ସେହିପରି କହିବା ଜଣାଥିଲେ ମଧ୍ୟ ସମସ୍ତଙ୍କ ପାଖରେ ଆଦର ମିଳେ, ସମସ୍ତେ ସ୍ନେହ କରନ୍ତି। ତେଣୁ ସାଧାରଣ କଥାଟିକୁ ଖୁବ ସୁନ୍ଦର ଭାବରେ ଆମେ କହିବାକୁ ଚେଷ୍ଟା କରିଥାଉ, କାରଣ ମନୋଭାବକୁ ଆମର ବଚନ ଦ୍ୱାରା ହିଁ ପ୍ରକାଶ କରାଯାଇଥାଏ। ଆମେ ଆମର ମନୋଭାବକୁ ଆମର ବଚନ ଦ୍ୱାରା ହିଁ ପ୍ରକାଶ କରିଥାଉ। ଏଥିପାଇଁ କେତୋଟି ଅଥବା ସ୍ଥଳ ବିଶେଷରେ ଅନେକ ଶବ୍ଦ ଆମେ ବ୍ୟବହାର କରିଥାଉ। ପୁଣି ଶବ୍ଦକୁ ଖଞ୍ଜା ଖଞ୍ଜି କରି କଥାବାର୍ତ୍ତା ମଧ୍ୟ କରୁ। ଫଳରେ କହିବା ବା ଭାବ ପ୍ରକାଶ କରିବା ଆମର କଣ ହେଇଯାଏ? ସହଜ ହେଇଯାଏ। ବର୍ତ୍ତମାନ ଦେଖାଯାଉ ଆମେ କେତେ ଗୁଡ଼ିଏ ବାକ୍ୟ କହିବା, ସେଗୁଡ଼ିକ କିପରି ଆମକୁ ବୋଧ ହଉଛି ଆମେ ଦେଖିବା। ଗୋଟେ ବାକ୍ୟ ଦେଖ, ଅରୁଣ କାଲି। କଣ ବୁଝିଲ ପିଲାମାନେ? କିଛି ବୁଝା ପଡ଼ିଲା? ନାଇଁ। ଆଉ ଗୋଟେ କଥା ଆମେ କହିବା, ଆଉ ଗୋଟେ ବାକ୍ୟ କହିବା, ଗଛରେ ଚଢ଼ି। କିଛି ବୁଝିହେଲା? ନା, ବାକ୍ୟଟି ଅସମ୍ପୂର୍ଣ୍ଣ ରହିଲା। ଆମ୍ବ ତୋଳିଥିଲା। ଖାଲି ଆମେ କହିବା ଆମ୍ବ ତୋଳିଥିଲା, ଏଠି ମଧ୍ୟ ବାକ୍ୟଟି ଅସମ୍ପୂର୍ଣ୍ଣ ରହିଲା। କିନ୍ତୁ ଆମେ ତିନୋଟି ଯାକ ବାକ୍ୟକୁ ଯଦି ମିଶେଇ ଦେବା, ଅରୁଣ କାଲି ଗଛରେ ଚଢ଼ି ଆମ୍ବ ତୋଳିଥିଲା, ତାହେଲେ କଣ ହେଲା ପିଲାମାନେ? ବାକ୍ୟଟି ସମ୍ପୂର୍ଣ୍ଣ ହେଲା। ନାଇଁ? ତେଣୁ ଏଇ ବାକ୍ୟ ଗୁଡ଼ିକୁ ଆମେ ମିଶେଇଲେ। ସେମିତି ଆମେ ଧର ଗୋଟେ ପ୍ରଶ୍ନ କରିବା, ତୁ ଖାଇଛୁ? ଏଠି ଦୁଇଟି ପଦ ଅଛି। ନାଇଁ, ତୁ ଗୋଟିଏ ପଦ, ଖାଇଛୁ ଗୋଟିଏ ପଦ। ଉତ୍ତରରେ ନିଶ୍ଚିତ ଭାବରେ ଆସିବ ହଁ। ତାହେଲେ ଏଠି ହଁ ଟା ଗୋଟିଏ ପଦ, କିନ୍ତୁ ଏଠି ବୁଝା ପଡୁଛି ନା ନାହିଁ ପିଲାମାନେ? ବାକ୍ୟ ସମ୍ପୂର୍ଣ୍ଣ। ତୁ ଖାଇଛୁ, ବୁଝିପାରିଲ ତମେ ବାକ୍ୟଟିକୁ? ଏହା ସମ୍ପୂର୍ଣ୍ଣ ହେଇଛି। ଉତ୍ତରଟି ଯୋଉ ଦିଆଗଲା ହଁ, ଏଇଠି ମଧ୍ୟ ବାକ୍ୟ ସମ୍ପୂର୍ଣ୍ଣ ହେଇଛି। ତାହେଲେ ଆମେ କଣ କହିବା? ବାକ୍ୟ କାହାକୁ କହିବା? ନା, ଆମେ ବାକ୍ୟକୁ କହିବା ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାହାକୁ ଆମେ କହିବା କଣ? ବାକ୍ୟ। ହେଲା? ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାହାକୁ ଆମେ କଣ କହିବା? ବାକ୍ୟ କହିବା। ତାହେଲେ ପିଲାମାନେ, ଖାଲି ବାକ୍ୟ କହିଦେଲେ କଣ ହେଇଯିବ? ବାକ୍ୟରେ ଗୋଟେ ଶୁଦ୍ଧ ବାକ୍ୟ କହିବାରେ ଆମର କଣ କଣ ଦରକାର? ଗୋଟେ ଠିକ ବାକ୍ୟ କହିବାରେ ଆମର କଣ କଣ ଦରକାର? ନା, ଆମର ତିନୋଟି ଜିନିଷ ଆଧିରେ ଦରକାର। କଣ କଣ ସେଗୁଡ଼ିକ? ଯୋଗ୍ୟତା, ଆକାଂକ୍ଷା, ଆଉ ଗୋଟେ ହଉଛି ଆସକ୍ତି। ହେଲା? ତାହେଲେ ଆମେ କେମିତି, ଗୋଟେ ଉଦାହରଣ ଦେଖ ପିଲାମାନେ, ମୁଁ କହୁଛି। ଧର କୁହାଗଲା ବାଳକଟି ଉଡୁଅଛି। ଆଚ୍ଛା ପିଲାମାନେ, ବାଳକଟା କଣ ଉଡିପାରେ?
ତେଣୁ ବାଳକଟି ଉଡ଼ି ପାରେ ନା। ନାଇଁ, ସେମିତି ଛେଳି ଗୀତ ଗାଉଅଛି। ଆଚ୍ଛା ପିଲାମାନେ, ଛେଳି କଣ ଗୀତ ଗାଇବାକୁ ଯୋଗ୍ୟ? ନୁହେଁ। ନାଇଁ, ଗଛଟି ପାଣିରେ ଜଳିଗଲା। ଆଚ୍ଛା, ପାଣି କଣ ଗଛକୁ ଜାଳିପାରେ? ନୁହେଁ। ତେଣୁ ଏ ତିନୋଟି ବାକ୍ୟ କଣ ଅଛି? ଭୁଲ ଅଛି। କାହିଁକି ବାକ୍ୟ ଗୁଡ଼ିକ ଭୁଲ ଅଛି? ନା ବାକ୍ୟରେ ଯୋଗ୍ୟତାର ଅଭାବ ରହିଛି। ବାଳକଟି ଉଡ଼ି ପାରିବ ନାହିଁ, ଛେଳିଟି ଗୀତ ଗାଇପାରିବ ନାହିଁ, ଗଛଟି ପାଣିରେ ଜଳି ପାରିବ ନାହିଁ। ତେଣୁ ଏଗୁଡ଼ିକ କଣ ହେଲା? ଯୋଗ୍ୟତା ଅଭାବ ରହିଲା। କିନ୍ତୁ ଆମେ ଯଦି କହିବା ବାଳକଟି ଦୌଡୁଅଛି, ଠିକ ଏହା। ଆଚ୍ଛା, ସବିତା ଗୀତ ଗାଉଅଛି, ଠିକ। ଗଛଟି ନିଆଁରେ ପୋଡ଼ିଗଲା, ତାହେଲେ ଠିକ। ତେଣୁ ଏ ବାକ୍ୟ ଗୁଡ଼ିକ ହଉଛି ଯଥାର୍ଥ ବାକ୍ୟ। କିନ୍ତୁ ପିଲାଟି ବା ବାଳକଟି କଣ ଉଡୁଅଛି, ଛେଳିଟି ଗୀତ ଗାଉଛି, ଗଛଟି ପାଣିରେ ପୋଡ଼ିଗଲା, ଏଗୁଡ଼ିକ ଭୁଲ। ନାଇଁ କି? କାହିଁକି ଭୁଲ? ନା ବାକ୍ୟରେ ବ୍ୟବହାର କରାଯାଉଥିବା ପଦ ଗୁଡ଼ିକ ପାରସ୍ପରିକ ସମ୍ବନ୍ଧକୁ ଯୋଗ୍ୟତା କୁହାଯାଏ। ସେ ବାକ୍ୟ ଗୁଡ଼ିକରେ ଯୋଗ୍ୟତା ନଥିଲା। ବାଳକଟି ଉଡ଼ି ପାରିବ ନାହିଁ, ତେଣୁ ଉଡ଼ିବା ସହିତ ବାଳକର ଯୋଗ୍ୟତା ନାହିଁ, ତେଣୁ ସେଟା ବାକ୍ୟ ନୁହେଁ। କିନ୍ତୁ ବାଳକଟି ଦୌଡୁଛି, ଏଠି କଣ ଅଛି? ନା ଏଇଟା ଦୌଡ଼ିବା ସହିତ ବାଳକର ସମ୍ବନ୍ଧ ରହିଛି, ତେଣୁ ଆକୁ ଆମେ ଯୋଗ୍ୟତା କହିବା। ତାହେଲେ ଯୋଗ୍ୟତା ଅଭାବରେ କଣ ହେଇପାରିବ ନାହିଁ? ଗୋଟେ ବାକ୍ୟ ହେଇପାରିବ ନାହିଁ, ଠିକ ଭାବରେ ହେଇପାରିବ ନାହିଁ। ହେଲା, ତାହେଲେ ଯୋଗ୍ୟତା କାହାକୁ କୁହାଯାଏ? ନା ବାକ୍ୟରେ ବ୍ୟବହାର କରାଯାଇଥିବା ପଦ ଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ ଯୋଗ୍ୟତା କୁହାଯାଏ। ହେଲା, ବାକ୍ୟରେ ବ୍ୟବହାର କରାଯାଇଥିବା ପଦ ଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ ଯୋଗ୍ୟତା କୁହାଯାଇଥାଏ। ଏବେ ପିଲାମାନେ ଆଉ ଗୋଟେ ବାକ୍ୟ ଆମେ ଦେଖିବା। ଦେଖ, ମଦନ ସହିତ କହିକି ମୁଁ ରହିଗଲି। ତମେ କଣ ବୁଝିଲ? ତମେ ନିଶ୍ଚିତ ମତେ ଚାହିଁକି ରହିବ ଯେ କଣ କୁହାଗଲା, ମଦନ ସହିତ କଣ ହେଲା। ସେମିତି ଆଉ ଗୋଟେ ବାକ୍ୟ ଦେଖ, ରବିବାର ଦିନ ଚପଳା କହିକି ମୁଁ ଚୁପ ହେଇଗଲି। ତାହେଲେ ତମେ କଣ ବୁଝିବ? ତମେ କିଛି ବୁଝିପାରିବ ନାହିଁ। ତମର କିଛି ଗୋଟେ ଆଗକୁ କିଛି ଆକାଂକ୍ଷା ରହିଲା, ଜାଣିବାକୁ ଇଚ୍ଛା ରହିଲା। ଯଦି ମୁଁ ସେଇ ବାକ୍ୟଟିକୁ କହିବି, ମଦନ ସହିତ ତାଙ୍କ ବାପା ଆସିବେ, କି ରବିବାର ଦିନ ଚପଳା ଭୁବନେଶ୍ୱର ଯିବ। ଏଠି ପିଲାମାନେ କଣ ହେଲା? ତୁମେ ମାନେ ବାକ୍ୟଟିକୁ ସମ୍ପୂର୍ଣ୍ଣ ବୁଝିପାରିଲ, ତୁମର ବୋଧଗମ୍ୟ ହେଲା। ତାହେଲେ ଏଇ ବାକ୍ୟରେ କଣ ହେଇଛି? ଆଉ ଆକାଂକ୍ଷା ରହିଲା ନାହିଁ, ତେଣୁ ଏଇଟା ଗୋଟେ ବାକ୍ୟ। ତାହେଲେ ଆକାଂକ୍ଷା ଆମେ କାହାକୁ କହିବା? ନା ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦ ଗୁଡ଼ିକର ଅର୍ଥବୋଧକତା ପାଇଁ ଅପେକ୍ଷା କଲେ ତାହାକୁ ଆମେ ଆକାଂକ୍ଷା କହିବା। ହେଲା, ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦ ଗୁଡ଼ିକର ଅର୍ଥବୋଧକତା ପାଇଁ ଅପେକ୍ଷା କଲେ ତାହାକୁ ଆକାଂକ୍ଷା କହିବା। ତେଣୁ ଆକାଂକ୍ଷା ଯଦି ଗୋଟେ ବାକ୍ୟରେ ପଦମାନଙ୍କ ଭିତରେ ରହିଲା, ତାହେଲେ ସେଇଟା ବାକ୍ୟ ହେଇପାରିବ ନାହିଁ। ଆଉ ଗୋଟେ ପିଲାମାନେ ଦେଖ, ଆଉ ଗୋଟେ ବାକ୍ୟ ମୁଁ କହୁଛି ଯେ ହୋଇ ହେଲେ ପ୍ରାପ୍ତ ବୁଦ୍ଧତ୍ୱ ଗୌତମ ତପସିଦ୍ଧ। କି ଧର ଗୋଟେ ବାକ୍ୟ କହିଲା, ଉଭୟେ ମିଶି ଛବି ଓ ବନ୍ଦନା ଆଙ୍କିଛନ୍ତି ଚନ୍ଦନା। ତାହେଲେ ତମେ ପିଲାମାନେ କଣ ବୁଝିଲ? ଏଠି ନିଶ୍ଚିତ ଭାବରେ କିଛି ବୁଝା ପଡିଲା ନାହିଁ। କାହିଁକି? ନା ପଦ ଗୁଡ଼ିକ ସବୁ ଏପଟ ସେପଟ ହେଇକି ରହିଛି, ଏଇଟା ସଜ୍ଜୀକରଣ ହେଇନାହିଁ। କିନ୍ତୁ ଯଦି କୁହାଯିବ ଗୌତମ ତପସିଦ୍ଧ ହୋଇ ବୁଦ୍ଧତ୍ୱ ପ୍ରାପ୍ତ ହେଲେ, କି ଯଦି ମୁଁ କହିବି ଚନ୍ଦନା ଓ ବନ୍ଦନା ଉଭୟ ମିଶି ଏ ଛବି ଆଙ୍କିଛନ୍ତି, ତାହେଲେ ପିଲାମାନେ ଆମେ ବାକ୍ୟଟି ଠିକ ଭାବରେ ବୁଝିପାରିଲେ, ଆମକୁ ବୋଧଗମ୍ୟ ଠିକ ଭାବରେ ହେଲା। ତେଣୁ ଏଥିରେ କଣ ଅଭାବ ଥିଲା? ଏଥିରେ ବାକ୍ୟର ସୌନ୍ଦର୍ଯ୍ୟ ଅଭାବ ଥିଲା ବା ପଦ ଯୋଜନା। ତେଣୁ ବାକ୍ୟରେ ଥିବା ପଦ ଯୋଜନା ବା ସୌନ୍ଦର୍ଯ୍ୟ ହଉଛି ଆସକ୍ତି। ତେଣୁ ଆସକ୍ତି ଅଭାବ ହେତୁରୁ, ପଦ ଯୋଜନା ଠିକ ନଥିବା ହେତୁରୁ ଆମେ ବୁଝିପାରୁ ନଥିଲେ। କିନ୍ତୁ ଯେତେବେଳେ ଆମେ ତାକୁ ସଜେଇ ଦେଲେ, ତାପରେ ଆମେ ତାକୁ ବୁଝିପାରିଲେ। ତେଣୁ ବାକ୍ୟରେ ଥିବା ପଦ ଯୋଜନା ବା ସୌନ୍ଦର୍ଯ୍ୟ ହଉଛି ଆସକ୍ତି। ଏହା ଦ୍ୱାରା କାହା ପରେ କେଉଁ ଶବ୍ଦ ରହିଲେ ତାହା ବାକ୍ୟର ଭାବକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବ ତାହା ବୁଝାଯାଏ। ଏଇ ଆସକ୍ତିର ଅନ୍ୟ ନାମ ହଉଛି ମଧ୍ୟ କଣ? ପଦ ବିନ୍ୟାସ। ଆସକ୍ତିକୁ ମଧ୍ୟ କଣ କୁହାଯାଏ? ପଦ ବିନ୍ୟାସ। ବୁଝିପାରିଲ?
एबे आमे आसीबा वाक्यांश को। वाक्यांश देख पिला माने गोटे वाक्य एठी दिया जायछि हरिहरଙ୍କ कथा शुणी मा एठी आमे रहि गले घंटा बाजिला अथच पिला माने तेणु ए दीटा जाक वाक्य असंपूर्ण रहिछि नहीं ताले एगुड़िक असंपूर्ण रहिछि किंतु आमे जदि कहिदेबा हरिहरଙ୍କ कथा शुणी मा आश्चर्य हेले हैला घंटा बाजिला अथच पिला माने श्रेणी को आसिले नहीं ताले एई दुईटी वाक्य रे मोटा अक्षर जो लेखा है जो गुड़िक चिन्हित करागला एई पद गुड़िक जोड़िबारु वाक्य संपूर्ण हैला प्रथमे दिया जाइतिबा अंश पूर्ण वाक्यर एक अंश तेणु एतक कौन होची पूर्ण वाक्यर एक अंश तेणु ताहा वाक्यांश हैला ताले वाक्य रे बुझा पड़ुतिबा निर्दिष्ट अंश को बा निर्दिष्ट केतक पद सहज को कौन कहा जाए वाक्य वाक्यांश कहा जाए। एबे हमें पढ़िबा खंड वाक्य वाक्यांश तो पढ़िले खंड वाक्य कौन देख जे गोटे उदाहरण में देखिबा जेउ माने वृथार समय काटंती कि किए प्रथम हेबो कि प्रश्नवाचक नाही हमर जेउ एठी कौन होची जेउ माने कर्ता प्रथम वाक्य रे काटंती क्रिया जेउ माने कर्ता काटंती क्रिया ताले एठी कर्ता अछि क्रिया अछि एठी सेमती किए प्रथम हबो किए आउ हेबो किए हेला कर्ता हेबो हेला क्रिया कर्ता अछि क्रिया अछि किंतु वाक्य संपूर्ण हेउ नाही तेणु एहाकू कौन कहा जाए एई वाक्य खंड को खंड वाक्य बोली कहा जाए हैला एकू कौन कहा जाए खंड वाक्य तेणु समस्त वाक्यर समापिका क्रिया युक्त अंश को खंड वाक्य कहा जाए बुझिपाच समस्त वाक्यर बुझिपाल ना नहीं दुईटी वाक्यर कर्ता और क्रिया थाई मध्य यह मनोभाव को संपूर्ण रूपे प्रकाश कला नहीं तेणु उदवृत्त वाक्य खंड को कौन कहा जाए खंड वाक्य ताले समस्त वाक्यर समापिका क्रिया युक्त अंश को खंड वाक्य कहंती हैला जेमती एठी समय काटंती प्रथम हेबो इत्यादि हैला एबे हमें प्रश्न देखिबा वाक्य काहाकू कहा जाए तुमको कहने कुहाइछि एक बा एकाधिक पद मिलित होई मनर भाव को संपूर्ण प्रकाश कले ताहाको हमें वाक्य कहिबा सार्थक वाक्य पई की लक्षण दरकार गोटे सार्थक वाक्य पई योग्यता आकांक्षा आउ आसक्ति दरकार हैला योग्यता कहिले तमे कौन बुझ योग्यता कहिले कौन बुझ ना पिला माने ताले योग्यता कहिले कौन बुझा जाए ना वाक्य रे पारस्परिक संपर्क जेपरी बालकटी उड़ुअछि यह भूल बालकटी दौड़ुअछि तेणु दौड़िया सहित बालकर संपर्क अछि तेणु योग्यता कहले संपर्क अच्छा आसक्तिकर उदाहरण दियो आसक्ति जेमती चंदना छवि आंकिछंती वंदना मिसी एपरी जो एपट सेपट हेकी रहिछि एगुड़िया कौन एठी हमर आसक्ति आवश्यक पड़ुछि माने आसक्ति माने पद योजना बा कौन पद को सज्जीकरण सौंदर्य तेणु चंदना और वंदना मिसी ए चित्र आंकिछंती एइटा वाक्य किंतु वंदना ओ आंकिछंती चंदना चित्र ए सब कहले कौन हबो ताहा आसक्ति अच्छा आकांक्षा कहले कौन बुझो आकांक्षा कहले हमर कौन बुझिबा हमें हमकू दरकार पड़ुछि कौन संपूर्ण वाक्य वाक्य को पूर्ण करबा दरकार पड़ुछि ताले आकांक्षा देख भल भाव देखि नबा ओठी आकांक्षा काहा कह जाए ना आकांक्षा हला वाक्य रे थिबा गोटिए पद अन्य पद गुड़िकर अर्थ बोधा पाई अपेक्षा करे ताहाको हमें आकांक्षा कहू हैला गोटिए पद अन्य गुड़िक पद गुड़िकर अर्थ बोधा पाई अपेक्षा कले ताहाको आकांक्षा ही कहा जाए बुझिला तापरे देखो प्रश्न कौन अछि प्रश्न अछि वाक्यांश वाक्यांश काहा कहिबा ना वाक्य रे बुझा पड़ुथिबा देखिनियो टिके वाक्यांश काहा कहा जाए भल भाव देख मन रख
ବାକ୍ୟାଂଶ ଆମେ କାହାକୁ କହିବା ନା ବାକ୍ୟରେ ବୁଝା ପଡୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ କେତେକ ପଦ ସନ୍ଧିକୁ ବାକ୍ୟାଂଶ କୁହାଯାଏ। ବୁଝିହେଲା? ବାକ୍ୟାଂଶ କାହାକୁ କହିବା? ନିର୍ଦ୍ଦିଷ୍ଟ ଅଂଶକୁ ବାକ୍ୟାଂଶ କୁହାଯାଏ। ତାପରେ ଦେଖ କଣ ଅଛି? ଖଣ୍ଡବାକ୍ୟ କାହାକୁ କୁହାଯାଏ? ଖଣ୍ଡବାକ୍ୟ ଆମେ କାହାକୁ କହିବା? ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଖଣ୍ଡବାକ୍ୟ କୁହାଯାଏ। ହେଲା? ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶକୁ ଖଣ୍ଡବାକ୍ୟ କୁହାଯାଏ। ତାହେଲେ ବାକ୍ୟ ଆଉ ଖଣ୍ଡବାକ୍ୟ ମଧ୍ୟରେ ପାର୍ଥକ୍ୟ କଣ? ବାକ୍ୟ ହେଉଛି ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ପ୍ରକାଶ କଲେ ତାକୁ ଆମେ ବାକ୍ୟ କହୁ। କିନ୍ତୁ ଖଣ୍ଡବାକ୍ୟ ଆମେ କାହାକୁ କହୁ? ନା ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶକୁ ଖଣ୍ଡବାକ୍ୟ କୁହାଯାଏ। ଏକୁ ତୁମେ ଭଲ ଭାବରେ ଟିକେ ବୁଝିବ। ବାକ୍ୟ ପାଇଁ ଆକାଂକ୍ଷାର ଆବଶ୍ୟକତା କିପରି ଅଛି ଉଦାହରଣ ଦିଅ। ତାହେଲେ ଆକାଂକ୍ଷା ପ୍ରଥମେ ଆମେ କାହାକୁ କହିବା? ନା ଆକାଂକ୍ଷା ଆମେ କହିବା ଯେ କଣ? ଆକାଂକ୍ଷା କହିବା ଯେ ଅର୍ଥବୋଧକ ପାଇଁ ମାନେ ପଦମାନଙ୍କୁ ଅପେକ୍ଷା କଲେ ତାକୁ ଆକାଂକ୍ଷା କୁହାଯାଏ। ଯେମିତି ଖାଲି ମଦନ ସହିତ ଏତିକି କହିଲେ କଣ ସେଠି ରହୁଛି? ଆକାଂକ୍ଷା ରହୁଛି। କି ରବିବାର ଦିନ ଚପଳା ଏତିକି କହିଲେ ସେଠି ଆକାଂକ୍ଷା ହିଁ ରହୁଛି। ଆକାଂକ୍ଷା ମାନେ ଅର୍ଥବୋଧକତା ପାଇଁ କଣ ଅନ୍ୟ ପଦ ଗୁଡ଼ିକୁ ଅପେକ୍ଷା କରିବା। ହେଲା ପିଲାମାନେ? ତାହେଲେ ଏଇ ଯୋଉ ଦେଲା ପ୍ରଶ୍ନ ଗୁଡ଼ିକ ଏଗୁଡ଼ିକ ତୁମେ ଖାତାରେ କରିନବ ଏବଂ ବିଷୟଟିକୁ ବୁଝିବ, କାରଣ ଏଇଟା ବହୁତ ସହଜ ବିଷୟଟିଏ। ହେଲା? ବାକ୍ୟ କାହାକୁ କୁହାଯାଏ? ଗୋଟେ ସାର୍ଥକ ବାକ୍ୟ ପାଇଁ କଣ କଣ ଦରକାର, ଆଉ ଖଣ୍ଡ ବାକ୍ୟ ଏବଂ ବାକ୍ୟାଂଶ ଏତିକି ଆଦିରେ ବୁଝିବାକୁ ରହିଛି। ତାହେଲେ ପିଲାମାନେ ଆଜି ଆମେ ଏଇଠି ହିଁ ରହିବା। ପୁଣି ଆଉ ଗୋଟେ ପିରିୟଡକୁ ଅପେକ୍ଷା କରିବା, ସେଠି ବ୍ୟାକରଣର ଆଉ କଣ ପଢା ହବ ଦେଖିବା ସେଦିନ। ତାହେଲେ ସମସ୍ତଙ୍କୁ ଆଜି ଏଥିପାଇଁ ଧନ୍ୟବାଦ। ସମସ୍ତେ ଧୈର୍ଯ୍ୟ ଧରି ପାଠଟିକୁ ପଢିଥିବା ହେତୁରୁ